ଦରଖାସ୍ତ ଲେଖ। ସେ ଯଦି କିଛି କରିବେ ତାହେଲେ ହିଁ ତ ସଂକଟ ଦୂର ହେବ। ଆଜି ଏମଏଲଏ ବାବୁ ଆଇଛନ୍ତି, ଯାଉଛି ତାଙ୍କୁ ହିଁ ଦେଖା କରି ଗୁହାରି କରିବି। ତାଙ୍କ ଭଳିଆ ବଡ଼ ଲୋକ ଯଦି ମୋ ଭଳିଆ ଗରିବ ଲୋକ କଥା ନ ଶୁଣିବେ ଆଉ ଏଠି କିଏ ଅଛି ଶୁଣିବ? 20 ବର୍ଷ ତଳେ ମୁଁ ଯେତେବେଳେ ନିତାଇ ବାପୁକୁ ବାହା ହେଇ ଆଇଥିଲି ମନରେ କେତେ ସପନ। ବାପା ବୋଉଙ୍କର ଗୋଟାଏ ଝିଅ ଥିଲି, ସେଇଥିପାଇଁ ବାପା ବୋଉ ଖୋଜି ଖୋଜିକା ଭଲ ବର ଭଲ ଘର ଦେଖି ମୋତେ ବାହା କରିଥିଲେ। କ'ଣ ନଥିଲା ତାଙ୍କର? ଥିଲା ଥାଇଲା ଘର, ଧନ ରତ୍ନ ଜମି ବାଡ଼ି ସବୁଥିରେ ପରିପୂର୍ଣ୍ଣ। ହେଲେ ମୁଁ କ'ଣ ଜାଣିଥିଲି ଏ ଦେଖା ସୁନ୍ଦର ମହାକାଳ ଫଳ ବୋଲି? ବାହାଘରର ପ୍ରଥମ ଦିନରେ ଜାଣିଗଲି ଏ ଲୋକଟା ସୁଦ ମଦୁଆଟା। ଏ ଦୁନିଆରେ ଯେତେ ପ୍ରକାର ମଦ ଅଛି, ଯେତେ ପ୍ରକାର ନିଶା ଅଛି, ସବୁଥିରେ ଇଏ ଉସ୍ତାଦ। କ'ଣ କରିପାରିବି? ମୋ ଭାଗ୍ୟକୁ ଆଦରି ପଡ଼ି ରହିଲି। ବାହାଘରର ବର୍ଷକ ପରେ ମୋ ପୁଅ ନିତାଇ ଜନ୍ମ ହେଲା। ସେତେବେଳକୁ ଇଏ ଲୋକଟା ସବୁ ବିକି ତାର ମଦ ଖାଇ ଉଡ଼େଇ ଦେଲା। ସେ ପୋଡ଼ା ନିଆଁକୁ ଟାଣି ଟାଣିକା କ'ଣ ରୋଗ ହେଲା କେଜାଣି ୟାକୁ ଡାକ୍ତରଖାନା ନେଇଗଲି, ସେଥିରେ ସବୁ ପଇସା ପଳେଇଲା। ହେଲେ ଇଏ ଲୋକଟା କ'ଣ ବଞ୍ଚିଲା? ଆର ପାରିକେ ଗଲା ଗଲା, ମୋ ମୁଣ୍ଡରେ ଛାଡ଼ି ଦେଇ ଗଲା ଗୋଟେ ଛୋଟ ଛୁଆଟେ ଆଉ ଗୋଟେ ବୁଢ଼ା ବାପ। କ'ଣ କରିବି? ତାଙ୍କ ପେଟକୁ ମୁଠାଏ ଦାନ ଦେବି, ବୁଢ଼ା ଲୋକର ଓଷ ଆଣିବି ବୋଲି ମୁଁ ଘର ଘର ବୁଲି ବାସନ ବାଜିଛି, ଲୋକଙ୍କର ପାଲଟା ଲୁଗା ଓହଳିଛି। ହେଲେ ମୋ ମନରେ ଦୁଃଖ ନଥିଲା। କାହିଁ ଜାଣିଛନ୍ତି? ମୋ ପୁଅ ନିତାଇ ଭଲ ପାଠ ପଢ଼େ, ପାଠ ପଢ଼ା ଖେଳକୁଦ ସବୁଥିରେ ମାହିର। ଦେଖୁନାହାନ୍ତି କେତେ ମେଡାଲ ପାଇଛି। ସବୁ କ୍ଲାସରେ ଫାଷ୍ଟ ହୁଏ ବୋଲି ତା ମାମୁଁ ବି ପେଟରୁ କାଟି ତାକୁ ପଇସା ଦେଲା ପଢ଼ିବାକୁ। 10ମ କ୍ଲାସରେ ମୋତେ କହିଲା, ବୋଉଲୋ ମୋର ଟ୍ୟୁସନ ଦରକାର। ସେଇଥିଲାଗି ଆମ ମାଲିକିଆଙ୍କ ଠାରୁ କରଜ କରି ମୁଁ ଆଣି ତାକୁ ପଇସା ଦେଲି ଟ୍ୟୁସନ ପାଇଁ। ହେଲେ ଇଏ ପିଲା ସେ ପୋଡ଼ା ଗାଁ ଲୋକ ପିଲାଙ୍କ ସହିତ ମିଶି ତାକୁ ସବୁ ପାଉଡର ଖାଇକି ଉଡ଼ାଇ ଦେଲା। 9ମରେ ଯୋଉ ପିଲା ଫାଷ୍ଟ ହେଇଥିଲା ମାଟ୍ରିକରେ ଫେଲ ହେଇଗଲା। ମୁଁ କ'ଣ କରିବି? ପୁଅକୁ ବୁଝେଇଲି, ପୁଅ ଲୋ ଏଟା କରେନା, ବାପା ସେଇଥିପାଇଁ ଆର ପାରିକୁ ଗଲା। ପୁଅ ବି କହିଲା ମାଲୋ ମୁଁ ଆଉ କରିବିନି। ସେଇଥିପାଇଁ ପୁଣି ମୋ ଘର ବନ୍ଧା ପକେଇ ତାକୁ ପଇସା ଦେଇ ଦୋକାନ କରିଦେଲି, ପାନ ଦୋକାନ। ହେଲେ ଇଏ ପିଲା ଠାକୁର ଖାଇ ଖଟୁଳି ବି ଖାଇଗଲା। ମୁଁ କ'ଣ କରିବି? କାଲି ସକାଳୁ ଦୁଆର ମୁହଁରେ ଲୁନ ବାଲା ଆସିବେ, କାଲି ମୋ ଘର ପଳେଇବ, ସବୁ ପଳେଇବ। ମୁଁ କ'ଣ କରିବି? ହେ ଭଗବାନ, ଏ ଲୋକକୁ କେମିତି ଔଷଧ ଦେବି? ମୋ ପୁଅକୁ କେମିତି ଭଲ ବାଟକୁ ଆଣିବି? ହେ ଭଗବାନ, ବୋଉଲୋ ମୋ ମୁଣ୍ଡ ବୁଲାଇଲାଣି। ବୋଉଲୋ ମୁଁ କ'ଣ କରିବି? ବୋଉ। ଧନ୍ୟବାଦ।